ମୋ ପରିଚୟ ସାଦ ସିଦ୍ଦିକ, ଯୁବ କଂଗ୍ରେସ ସଭାପତି, ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ। ଦେଖନ୍ତୁ, କାଲି ଯେଉଁ ଆମର ରାଲି ହେଲା, ଏହା ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ନୁହେଁ। ଆମର କାଲି ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଉଦ୍ଘାଟନ ସମାରୋହ ଥିଲା, ଯେଉଁଥିରେ ଆମ ନେତା ଆସିବାର ଥିଲା ନିରଞ୍ଜନ ପଟ୍ଟନାୟକ। ତାଙ୍କୁ ଲୋକମାନେ ଉତ୍ସାହିତ ଭାବରେ, ଶତପ୍ରତିଶତ ଭାବରେ ଲୋକ ନିଜ ମନୋଭାବରୁ ଆସିକି ରାଲିରେ ଯୋଗଦାନ କରିଥିଲେ। ଆମେ ଭାବିନଥିଲୁ ଯେ ଏତେ ବଡ଼ ରାଲିଟା ହେବ। ଯେଉଁ କଥା ଆପଣ କହିଲେ, ଆଜି ପଦନପାଳ ପଞ୍ଚାୟତରୁ ଯେଉଁମାନେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି, ଯେଉଁ ବିଧାୟକ ବାଇ ଦେଇଛନ୍ତି, ଯୁବ କଂଗ୍ରେସ କର୍ମୀ ଯୋଗଦାନ କରିଛନ୍ତି, ଏହା ସମ୍ପୂର୍ଣ୍ଣ ମିଥ୍ୟା। ଯେଉଁମାନେ ଆଜି ଯୋଗଦାନ କରିଛନ୍ତି, ସେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରତି ଅସନ୍ତୁଷ୍ଟ ହୋଇ ପଦନପାଳ ଗ୍ରାମ ପଞ୍ଚାୟତ ଯେତେବେଳେ ପଞ୍ଚାୟତ ନିର୍ବାଚନରେ ପଦନପାଳ ପଞ୍ଚାୟତ ବିକାଶ ମଞ୍ଚ ସମର୍ଥିତ ସରପଞ୍ଚ ପ୍ରାର୍ଥୀକୁ ସମର୍ଥନ କରିଥିଲେ। ଯେତେବେଳେ ଭଣ୍ଡାରୀପୋଖରୀ ବିଧାୟକ ଭଦ୍ରକରୁ ପ୍ରାର୍ଥୀ ହେଲେ, ଭଦ୍ରକରୁ ଯେଉଁ ବିଧାୟକ ଭଣ୍ଡାରୀପୋଖରୀ ପ୍ରାର୍ଥୀ ହେଲେ, ତେବେ ଅସନ୍ତୁଷ୍ଟ ବିଜେଡ଼ିର ଗୋଷ୍ଠୀମାନେ, ଯେଉଁମାନେ ବିଧାୟକଙ୍କ ପ୍ରତି ପ୍ରଫୁଲ୍ଲ ସାମଲଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ, ସେ ବର୍ତ୍ତମାନ ଯେତେବେଳେ ଦଳୀୟ ପ୍ରାର୍ଥୀ ଚେଞ୍ଜ ହେଲା, ସେ ବର୍ତ୍ତମାନ ସଞ୍ଜୀବ ମଲ୍ଲିକ ପାଖରେ ଦଳୀୟ ହିସାବରେ ପହଞ୍ଚିଛନ୍ତି। ଏହା ତାଙ୍କର ମିଶ୍ରଣ ପର୍ବ ନୁହେଁ। କିନ୍ତୁ ଏ ଯେଉଁ କଂଗ୍ରେସ ଦଳକୁ ବଦନାମ କରିବା ପାଇଁ ଆଜି ଯେଉଁ ଚାଲିଛି, ଶତାଧିକ କଂଗ୍ରେସ କର୍ମୀ ବିଜେଡି ଯୋଗଦାନ କରୁଛନ୍ତି, ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଏବଂ ପତ୍ର ହେଇଥିବ ବୋଲି। ଏହା କୌଣସି ଆମକୁ ନିର୍ବାଚନରେ ପ୍ରଭାବ ପକାଇବ ନାହିଁ।